ନୟାଗଡ଼ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ଆନୁକୂଲ୍ୟରେ ଓ ସମ୍ବାଦ ଆମ ଓଡ଼ିଶାର ସହାୟତାରେ ସେବା ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ରୂପେ ନୟାଗଡ଼ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ନିରୁପମା ଖଟେଇ ଯୋଗ ଦେଇଥିଲେ। ରିତେନ୍ଦ୍ର ଛାଟୋଇ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାମ୍ବାଦିକ ଲକ୍ଷ୍ମୀଧର ସାହୁ ଓ ସମାଜସେବୀ ଦାମୋଦର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଶିବିରରୁ ସମୁଦାୟ 28 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସେବାର ଉପସଭାପତି ସଞ୍ଜୟ କୁମାର ଶୁଭଦେଓ, ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପୟସିନୀ ରଥ, ବସନ୍ତ ଦେଓ, ଜୟଶ୍ରୀ ନାୟକ, ଆନନ୍ଦ ଚୌଧୁରୀ, ମମତା ସାହୁ, ନିତେଶ ସାହୁ, ଜ୍ୟୋତ୍ସ୍ନାରାଣୀ ମଣ୍ଡଳ, କ୍ଷୀରୋଦ ଦାସ, ରଶ୍ମିରେଖା ବେହେରା, ଶତରୂପା ପ୍ରିୟଦର୍ଶିନୀ, ତାପସ ଜେନା, ହାପି କର, ଲକ୍ଷ୍ମୀଧର ସାହୁ, ଲୋକଜିତ ପରିଡ଼ା, ନିରଞ୍ଜନ ଦାସ, ଅଜୟ ଚନ୍ଦ୍ର ସୁବୁଦ୍ଧି, ଦିଲ୍ଲୀପ ସାହୁ, ଆଶୁତୋଷ ବେହେରା, ପ୍ରଶାନ୍ତ ସାହୁ, ଶ୍ରାବଣୀ ମିଶ୍ର, କୁନି ଜେନା, ମନୋରଞ୍ଜନ ମହାରଣା, ମିଟୁ ଜେନା, ପାପୁ ବେହେରା, ଜିତେନ୍ଦ୍ର ନାୟକ, ଜୀବନଜ୍ୟୋତି ଦଳାଇ, ଶାନ୍ତନୁ ଜେନା ପ୍ରମୁଖ 28 ଜଣ ରକ୍ତଦାନ କରିଥିଲେ। ଉକ୍ତ ଶିବିରକୁ ବୈକୁଣ୍ଠନାଥ ମହାପାତ୍ର, ସାଗରିକା ସାହୁ, କୃଷ୍ଣଚନ୍ଦ୍ର ସାହୁ, ସରସ୍ୱତୀ ମହାପାତ୍ର, ଶ୍ରଦ୍ଧାଞ୍ଜଳି ମହାନ୍ତି, ସୁଜାତା କୁମାରୀ ସାହୁ, ବିଜୟ କୁମାର ବେହେରା, ସୁଶ୍ରିତା ମହାପାତ୍ର, ବନିତା ମଲ୍ଲିକ, ସରିତା ଆଚାର୍ଯ୍ୟ, ପବିତ୍ର ମୋହନ ଇନ୍ଦ୍ରଜିତ, ସୌମ୍ୟରଞ୍ଜନ ପଣ୍ଡା ଓ ନିରୁପମା ବଳିଆର ସିଂ ପରିଚାଳନା କରିଥିଲେ। ନୟାଗଡ଼ରୁ ରାମକୃଷ୍ଣ ରଥଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍। ନୟାଗଡ଼ ଭିନ୍ନକ୍ଷମ ଶିଶୁମାନଙ୍କ ଶିକ୍ଷା ଓ ପୁନର୍ବାସ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ଆନୁକୂଲ୍ୟରେ ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ଭୁବନେଶ୍ୱରଙ୍କ ଆର୍ଥିକ ସହାୟତାରେ ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଏକ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରଥମ ଦଫାରେ 10 ଜଣ ବୌଦ୍ଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଫିନାଇଲ ପ୍ରସ୍ତୁତ ଉପରେ ତାଲିମ ପ୍ରଦାନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ 50 ଜଣ ବୌଦ୍ଧିକ ଭିନ୍ନକ୍ଷମଙ୍କୁ ଚଖଡ଼ି, ମହମବତୀ, ଧୂପକାଠି ପ୍ରସ୍ତୁତି ଓ ଛତୁ ଚାଷ ଉପରେ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ଆବଶ୍ୟକୀୟ ମାନବ ସମ୍ବଳ, ତାଲିମ ଉପକରଣ ଓ ଅନ୍ୟାନ୍ୟ ସରଞ୍ଜାମ ଓଡ଼ିଶା ରାଇଜିଂ ଫାଉଣ୍ଡେସନଙ୍କ ତରଫରୁ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ଏହି ପ୍ରଶିକ୍ଷଣ ପରେ ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନଙ୍କୁ ଆତ୍ମନିର୍ଭରଶୀଳ ହେବାର ସୁଯୋଗଟିଏ ସୃଷ୍ଟି ହେବ ବୋଲି ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ କାର୍ଯ୍ୟକ୍ରମ ସଂଯୋଜକ ସଞ୍ଜୟ କୁମାର ସୁବୁଦ୍ଧି ଆଶା ବ୍ୟକ୍ତ କରିଛନ୍ତି। ନୟାଗଡ଼ରୁ ରାମକୃଷ୍ଣ ରଥଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍। ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଆର୍ଥିକ ସହାୟତାରେ ସେବା ପରିସରରେ ଏକ ଦିବସୀୟ ମହିଳା ଘରୋଇ ହିଂସା ବିରୋଧୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିଚାରପତି ବିଶେଷ କୁମାର ସାହୁ ଯୋଗଦେଇ ଘରୋଇ ହିଂସାରେ ଶିକାର ହେଉଥିବା ମହିଳାମାନଙ୍କ ପାଇଁ ଥିବା ଆଇନ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ମହିଳା ହିଂସାର ସାମାଜିକ ଦିଗ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମମତାରାଣୀ ପାତ୍ର ଲିଙ୍ଗଗତ ବିବିଧତା ଦୂର କରିବା ଦିଗରେ ସଚେତନ କରିଥିଲେ। ଜିଲ୍ଲା ସୁରକ୍ଷା ଅଧିକାରୀ ଉର୍ମିଳା ପରିଡ଼ା କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଦୈନିକ ସମ୍ବାଦର ଜିଲ୍ଲା ସାମ୍ବାଦିକ ରିତେନ୍ଦ୍ର ଛାଟୋଇ ସାମ୍ପ୍ରତିକ ବସ୍ତୁବାଦୀ ସମାଜରେ ଘରୋଇ ହିଂସାର ବୃଦ୍ଧିକୁ ରୋକିବା ଦିଗରେ ସମ୍ବାଦପତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ଶେଷରେ ସେବା ସୁଧାର ଗୃହ ପରିଚାଳିକା ବନିତା ମଲ୍ଲିକ ଓ ପରାମର୍ଶଦାତ୍ରୀ ସରିତା ଆଚାର୍ଯ୍ୟ ବିଗତ 3 ବର୍ଷ ମଧ୍ୟରେ ଜିଲ୍ଲାରେ ଘରୋଇ ହିଂସାର ଶିକାର ହୋଇଥିବା ମହିଳା ମାଙ୍କ ପରିସଂଖ୍ୟାନ ଉପସ୍ଥାପିତ କରିଥିଲେ। ଶେଷରେ ସେବା ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ବୈକୁଣ୍ଠନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ସମୁଦାୟ 60 ଜଣ ମହିଳା ଅଂଶଗ୍ରହଣ କରିଥିଲେ। ନୟାଗଡ଼ରୁ ରାମକୃଷ୍ଣ ରଥଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।